କଅଁଳ ବୟସର ଭାବପ୍ରବଣତାର ସୂକ୍ଷ୍ମଧାରାଟି ପ୍ରଚଣ୍ଡ ଜୀବନାନୁଭୂତିର ବନ୍ୟାରେ ବେଳେ ବେଳେ ହଜିଯାଇ କେବଳ ଛାଡ଼ି ଦେଇଥାଏ ସ୍ମୃତିର କଙ୍କାଳାକୃତି ଚିରସ୍ଥାୟୀ ମାଟି ମୁଠାଏ, ଯାହାକି ସମୟକ୍ରମେ କେବେ ଯଦି ସାମ୍ନାକୁ ଝୁଙ୍କି ପଡ଼େ, ପ୍ରତିମାଟିଏ ନିର୍ମିତ ହୋଇ ପୁରାତନ ସ୍ମୃତିରାଜିକୁ ଗୋଟି ଗୋଟି ପୁନରୁଦ୍ଧାର କରି ମଣିଷକୁ ଅତୀତକୁ ଫେରାଇ ନେଇ ଝାପ୍ସା ହୋଇ ଆସୁଥିବା ସ୍ମୃତିପଟଳରେ ପୁନର୍ବାର ଝଲସି ଉଠି ଅତୀତର ସେହି ମଧୁବୋଳା ସ୍ମୃତି ସବୁକୁ ଜୀବନ୍ତ କରିଦେଇଥାଏ। ଚମକି ପଡ଼େ ଅନୁଭବୀ। ସତେ କ'ଣ ଏମିତି ହୋଇପାରେ? ପ୍ରଶ୍ନ ତାକୁ ସମୟର ବିପରୀତ ଦିଗରେ ଗତି କରିବା ପାଇଁ ବାଧ୍ୟ କରିଥାଏ। ସମୟକୁ ପଛ କରି ସଠିକ୍ ଠିକଣାରେ ପହଞ୍ଚିବା ପର୍ଯ୍ୟନ୍ତ ଉଜାଣିର ବିପରୀତ ଦିଗରେ ଗତି କରିଥାଏ ମଣିଷ। ସବୁକିଛି ଅନ୍ତରଙ୍ଗ ମନେ ହୁଏ, ଅବିକଳ ସେଦିନ ଭଳି। ଆତ୍ମତୃପ୍ତି କି ଆତ୍ମପ୍ରତ୍ୟୟ କିଛି ବୁଝି ହେଉନଥିଲେ ମଧ୍ୟ ମଧୁମୟ ହୋଇ ଉଠେ ପ୍ରତିଟି ମୁହୂର୍ତ୍ତ। ଚନ୍ଦ୍ରିକାକୁ ଦିନେ ସେମିତି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପଡ଼ିଥିଲା। ଜୀବନର ଚଲାପଥରେ ଏକା ଏକା ଅନେକ ଦିନ ଚାଲିବା ପରେ ସତେ ଯେମିତି ଚନ୍ଦ୍ରିକାର ଚରଣ ଯୁଗଳ ଥକି ପଡ଼ିଥିଲେ। ଆଉ ଅଧିକ ରାସ୍ତା ଏକା ଅତିକ୍ରମ କରିବା ଶକ୍ତି ସାମର୍ଥ୍ୟ ସତେ ଯେମିତି ସେ ହରାଇ ବସିଥିଲା। ତଥାପି ମୃତ୍ୟୁର ଆଗତ ପର୍ଯ୍ୟନ୍ତ ତାକୁ ଚାଲିବା ପାଇଁ ପଡ଼ିବ। ପାଦକୁ ଶକ୍ତ ଭାବରେ ଭୂମିରେ ଥାପି ନ ପାରିଲେ ମଧ୍ୟ ବିଶ୍ୱାସକୁ ଆଶା ବାଡ଼ି କରି ତାର ସାହାରାରେ ତାକୁ ଚାଲିବା ପାଇଁ ପଡ଼ିବ। ସବୁଦିନ ଭଳି ସେଦିନ ଚନ୍ଦ୍ରିକା ସାଙ୍ଗରେ ତା ବଡ଼ ଭାଇ ଆସିନଥିଲେ। କୌଣସି ଗୋଟିଏ ଜରୁରୀ କାମରେ ଭାଇ ବାହାରକୁ ଚାଲି ଯାଇଥିଲେ। ଚନ୍ଦ୍ରିକା ସାଙ୍ଗରେ ସହରକୁ ଯିବା ପାଇଁ ଭାଇ ଯିବାବେଳେ ଭାଉଜ ତାଙ୍କୁ ତାଗିଦ କରୁଥିଲେ। ଭାଇ ବାହାରକୁ ଯିବା 2 ଦିନ ପରେ ହଠାତ୍ ଭାଉଜଙ୍କୁ ସର୍ଦ୍ଦି କାଶ ହୋଇଥିଲା। ସୁତରାଂ ଭାଉଜ ଇଚ୍ଛୁକ ଥିଲେ ମଧ୍ୟ ଚନ୍ଦ୍ରିକା ତାଙ୍କୁ ସାଙ୍ଗରେ ନ ଆଣି ଅଟୋରିକ୍ସା ଯୋଗେ ଏକୁଟିଆ ଷ୍ଟେସନରେ ପହଞ୍ଚି ଯାଇଥିଲା। ଉକ୍ତ ଦିନଟି ପୂର୍ବ ନିର୍ଦ୍ଧାରିତ। ସୁତରାଂ ତାକୁ ଯିବା ପାଇଁ ପଡ଼ିବ ଚିନ୍ତାଧାରା ଚନ୍ଦ୍ରିକାର ମନୋବଳକୁ ବୃଦ୍ଧି କରିଦେଇଥିଲା। ଅଟୋରିକ୍ସାରୁ ଓହ୍ଲାଇ କାନ୍ଧରେ ଭ୍ୟାନିଟି ବ୍ୟାଗଟି ପକାଇ ଚନ୍ଦ୍ରିକା ଧୀର ପଦକ୍ଷେପରେ ଷ୍ଟେସନରେ ଯାଇ ଯାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବେଞ୍ଚରେ ବସିଥିଲା। ସେଦିନ ଟ୍ରେନ୍ 3 ଘଣ୍ଟା ବିଳମ୍ବରେ ଗତି କରୁଥିଲା। 3 ଘଣ୍ଟା ପର୍ଯ୍ୟନ୍ତ ଚନ୍ଦ୍ରିକାକୁ ଷ୍ଟେସନରେ ଅପେକ୍ଷା କରିବା ପାଇଁ ପଡ଼ିବା ବ୍ୟତୀତ ଆଉ କୌଣସି ରାସ୍ତା ନଥିଲା। ଅଟୋରିକ୍ସାବାଲା ଟ୍ରେନ୍ ଟିକେଟ ଖଣ୍ଡିଏ କରି ଚନ୍ଦ୍ରିକା ହାତରେ ଧରେଇ ଫେରିଯାଇଥିଲା। ଏକ୍ସପ୍ରେସ୍, ସୁପରଫାଷ୍ଟ ଟ୍ରେନ୍ ଓ ପାସେଞ୍ଜର ମାଲବାହୀ ଗାଡ଼ି ସବୁ ଷ୍ଟେସନ ଦେଇ ଯିବା ଆସିବା କରୁଥିଲେ। ଯାତ୍ରୀମାନଙ୍କର ଯିବା ଆସିବା ଲାଗି ରହିଥିଲା। ଚନ୍ଦ୍ରିକା ନିଜ ଟ୍ରେନ୍କୁ ଅପେକ୍ଷା କରିଥିଲା। ଅପେକ୍ଷାର ପ୍ରତିଟି ମୁହୂର୍ତ୍ତ ସବୁବେଳେ ସୁଦୀର୍ଘ ମନେ ହୋଇଥାଏ। ତଥାପି ଧାର୍ଯ୍ୟ ଟ୍ରେନ୍କୁ ଅପେକ୍ଷା କରିବା ପାଇଁ ପଡ଼ିବ ଭାବି ଚନ୍ଦ୍ରିକା ବେଞ୍ଚ ଉପରେ ବସି ଯାତ୍ରୀମାନଙ୍କର ଯାତାୟାତର ନୀରବ ଦ୍ରଷ୍ଟା ସାଜିଥିଲା। ପୁରୀ ତିରୁପତି ଏକ୍ସପ୍ରେସ୍ ଟ୍ରେନ୍ କିଛି ସମୟ ପରେ ଆସି ପ୍ଲାଟଫର୍ମରେ ଲାଗିଲା। ଚନ୍ଦ୍ରିକା ବସିଥିବା ବେଞ୍ଚର ଠିକ୍ ସାମ୍ନାରେ ଟ୍ରେନ୍ ଅଟକିଗଲା। ଟ୍ରେନ୍ ଅଟକିଗଲା ପରେ ଜଣେ ମଧ୍ୟବୟସ୍କ ମହିଳା ଟ୍ରେନ୍ ଫାଟକ ନିକଟକୁ ଧାଇଁଗଲେ। ବୋଧହୁଏ ତାଙ୍କର କେହି ଆତ୍ମୀୟ ସ୍ୱଜନ ଉକ୍ତ ଟ୍ରେନ୍ରେ ଘରକୁ ଫେରୁଥିଲେ। ମହିଳାଙ୍କର ବ୍ୟଗ୍ରତା ଦେଖି ଚନ୍ଦ୍ରିକା ଘଟଣା କ'ଣ ଜାଣିବା ପାଇଁ ବେଶି ଆଗ୍ରହୀ ହୋଇଯାଇଥିଲା। ସାମ୍ନା ବଗିର ଫାଟକ ଦେଇ ଜଣେ ସୌମ୍ୟ ସୁନ୍ଦର ଯୁବକ ତଳକୁ ଓହ୍ଲାଉ ଓହ୍ଲାଉ ଉକ୍ତ ଭଦ୍ରମହିଳା ତାଙ୍କୁ ଛାତିରେ ଚାପି ଧରିଲେ। ଖୁବ୍ ନିବିଡ଼ ଥିଲା ସେ ବନ୍ଧନ। ଯୁବକଙ୍କ ମୁହଁ ଚନ୍ଦ୍ରିକା ଆଡ଼କୁ ଥିଲା ଓ ଭଦ୍ରମହିଳା ଟ୍ରେନ୍ ଆଡ଼େ ମୁହଁ କରିଥିଲେ। ଏତେ ନିବିଡ଼ ବନ୍ଧନ କେବଳ ମା ପୁଅର ହୋଇପାରେ ଭାବି ଚନ୍ଦ୍ରିକା ନିଜର ଚଷମାଟା ପୋଛି ପୁଣି ଥରେ ସେହି ଅପୂର୍ବ ଦୃଶ୍ୟକୁ ଅବଲୋକନ କରିବା ପାଇଁ ନିଜ ଚକ୍ଷୁ ଦୁଇକୁ ବାଧ୍ୟ କରିଦେଇଥିଲା। ମଧୁ? ଇଏ ତ ମଧୁ! ଚମକି ପଡ଼ିଲା ଚନ୍ଦ୍ରିକା। ମଧୁ ଏମିତି ଏଠି? ସେଇ ଲମ୍ବା ପତଳା ଗୌର ଚେହେରା, ସ୍ନିଗ୍ଧ ମାଦକ ଭରା ଚିକ୍ ଚିକ୍ ମାରୁଥିବା ପ୍ରଶ୍ନିଳ ଚକ୍ଷୁଦ୍ୱୟ ସତେ ଯେମିତି ଅନେକ ଅବ୍ୟକ୍ତ ବେଦନାର ଗନ୍ତାଘର। ଇଏ ତ ମଧୁ ବ୍ୟତୀତ ଅନ୍ୟ କେହି ହୋଇପାରେ ନାହିଁ। ପ୍ରକୃତିସ୍ଥ ହେଲା ଚନ୍ଦ୍ରିକା। ଭାବୁଥିଲା ସେ ଯାହା ଦେଖୁଛି ବାସ୍ତବରେ କ'ଣ ସତ୍ୟ ନା ଚନ୍ଦ୍ରିକା ସ୍ୱପ୍ନ ଦେଖୁଛି। ନିଜ ଶରୀରକୁ ନିଜେ ସ୍ପର୍ଶ କରି ସ୍ଥିର ହୋଇଯାଇଥିଲା ଯେ ସେ ଯାହା ଦେଖୁଛି ସ୍ୱପ୍ନ ନୁହେଁ ବାସ୍ତବ। ତଥାପି ମନ ମାନୁନଥିଲା। ୟା ଭିତରେ 25 ବର୍ଷ ବିତିଗଲାଣି। ଏଇ 25 ବର୍ଷ ଭିତରେ ସେ ଦିନେ ହେଲେ ମଧୁକୁ ଦେଖିନି କି ଦେଖା କରିବା ପାଇଁ ଇଚ୍ଛା ବି କରିନି। ଆଜି ଯାହାକୁ ସାମ୍ନାରେ ଦେଖୁଛି ସେ ଯଦି ମଧୁ ହୋଇଥାନ୍ତି, ତେବେ ସମୟ କ'ଣ ମଧୁଙ୍କ ପାଇଁ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଯାଇଛି, ଠିକ୍ ସେଇ 25 ବର୍ଷ ତଳେ? ନା ତ, ସେମିତି ହୋଇପାରିବନି। ସମୟର ପଥକୁ ଅବରୋଧ କରିବା ପରି ଶକ୍ତି କି ସାମର୍ଥ୍ୟ କାହାର ନାହିଁ। ଚନ୍ଦ୍ରିକା ନିଜ ଚେହେରାକୁ ମୋବାଇଲ ସ୍କ୍ରିନ୍ ଦେଇ ଦେଖିବାକୁ ଲାଗିଲା। ତାର ଅନୁଭୂତ ହେଲା ସମୟ ତ ତାକୁ ସ୍ପର୍ଶ କରିଛି। ମଥାର କେଶ ଗୋଟି ଗୋଟି ପକ୍ୱ ହେବାକୁ ଲାଗିଲାଣି। ବର୍ତ୍ତମାନ ସମୟ ତାକୁ ବାର୍ଦ୍ଧକ୍ୟ ଦିଗରେ ଅଗ୍ରସର କରା। ତେବେ ମଧୁ 25 ବର୍ଷ ତଳେ ଯେମିତି ଥିଲେ ଆଜି ବି ଠିକ୍ ସେମିତି କେମିତି ଅଛନ୍ତି? କିଛି ବି ପରିବର୍ତ୍ତନ ହୋଇନାହିଁ ତାଙ୍କ ଶରୀର ଏବଂ ଚାହାଣୀରେ। ସମୟ କେବେ ପଶ୍ଚାତଧାବନ କରିନଥାଏ। ମଣିଷ କିନ୍ତୁ ସ୍ମୃତି ସୁଅରେ ଭାସିଯାଏ ଅତୀତକୁ। ଠିକ୍ ସେମିତି ତାର 25 ବର୍ଷ ତଳର ଅତୀତକୁ ଭାସିଯାଇ ଚନ୍ଦ୍ରିକା ଲାଗିଯାଇଥିଲା ସ୍ମୃତିର ଖରସ୍ରୋତରେ ଆଉ ଭାସି ଭାସି ଆଗକୁ ଚାଲିଥିଲା। ସେଦିନ ଥିଲା କୁମାର ପୂର୍ଣ୍ଣମୀ। ପୁଣ୍ୟଜନ ଜ୍ୟୋତ୍ସ୍ନାକୁ କୋଠା ବାଡ଼ି ଅଳିଆ ଆବର୍ଜନା ଚତୁର୍ଦ୍ଦିଗରେ ବିଛାଇ ଦେଇ ମଧୁର ସ୍ପର୍ଶ କରୁଥିଲା ଚଉରା ମୂଳରେ ଏକତ୍ରିତ ହୋଇ ଜହ୍ନି ଓଷା କରୁଥିବା ପ୍ରତ୍ୟେକଟି କୁଆଁରୀ ମନକୁ। ସେତେବେଳକୁ ଚନ୍ଦ୍ରିକାର ବୟସ 18 ବର୍ଷ। ଜହ୍ନ ଜ୍ୟୋତ୍ସ୍ନାରେ ନିଜକୁ ଭିଜେଇ ଦେଇ ସାଥୀମାନଙ୍କ ସାଙ୍ଗରେ ଅନ୍ଧପୁଟୁଳି ଖେଳିବା ସମୟରେ
ସାଥୀ ଭାବି ଉକ୍ତ ରାସ୍ତାରେ ଅତିକ୍ରମ କରୁଥିବା ସୌମ୍ୟ ଯୁବକ ମଦନକୁ ଜୋରରେ ଜାବୁଡ଼ି ଧରି ଆଖିରୁ ପୁଟୁଳି ଖୋଲି ଦେଖେ ତ ଲକ୍ଷ୍ମୀ ଖୁଡ଼ିର ଭାଇର ପୁଅ ମଦନକୁ ସେ ଧରି ଦେଇଛି। ପଡ଼ିଶା ଘର ଲକ୍ଷ୍ମୀ ଖୁଡ଼ିଙ୍କ ଭାଇଙ୍କ ପୁଅ ମଦନ, ଯାହାକୁ ଖୁଡ଼ି ଶ୍ରଦ୍ଧାରେ ମଧୁ ବୋଲି ସମ୍ବୋଧନ କରୁଥିଲେ, ସେ ଗତ କିଛି ଦିନ ତଳେ ଖୁଡ଼ିଙ୍କ ପାଇଁ କୁମାର ପୂର୍ଣ୍ଣମୀ ଭାର ନେଇ ଖୁଡ଼ିଙ୍କ ଘରକୁ ଆସିଥିଲେ। ପଡ଼ିଶା ଘର ହୋଇଥିବା କାରଣରୁ ଚନ୍ଦ୍ରିକା ସାଙ୍ଗରେ ମଧୁର କେବେ କେବେ ଦେଖା ସାକ୍ଷାତ ହେଉଥିଲା। କଥାବାର୍ତ୍ତା ନାହିଁ। ହଠାତ୍ ମଧୁକୁ ଧରି ଦେଇଥିବା କାରଣରୁ ଚନ୍ଦ୍ରିକା ଆଖିରେ ବାନ୍ଧିଥିବା କନାକୁ ଫୋପାଡ଼ି ଦେଇ ଏକା ରାହାରେ ଘରକୁ ଚାଲି ଯାଇଥିଲା। ସାଥୀମାନେ ପଛରୁ ଯେତେ ଡାକିଲେ କର୍ଣ୍ଣପାତ ମଧ୍ୟ କରିନଥିଲା। ଚନ୍ଦ୍ରିକା ଘରକୁ ଚାଲିଗଲା। ମଧୁ କିନ୍ତୁ ଚନ୍ଦ୍ରିକାର ସ୍ପର୍ଶରେ ସ୍ଥାଣୁ ପାଲଟି ଯାଇଥିଲା। ଅଜବ ଏ ଅନୁଭୂତି। ଚନ୍ଦ୍ରିକା ଲୁଚିବା ଯାଏ ମଧୁ ତାକୁ ପଛରୁ ଦେଖୁଥିଲା। ଚନ୍ଦ୍ରିକାର ସାଙ୍ଗ ସଞ୍ଜୁ ମଧୁକୁ ପ୍ରକୃତିସ୍ଥ କରିବା ପାଇଁ କହିଥିଲା, ଭାଇ ତମେ କୁଆଡ଼େ ଯାଉଥିଲ? ଯିବ ନା ରାସ୍ତା ମଝିରେ ଏମିତି ଠିଆ ହୋଇ ରହିଥିବ? ଚନ୍ଦ୍ରିକା ତ ଘରକୁ ପଳେଇଲାଣି, ତମେ ଏବେ ଯାଅ। ଲଜ୍ଜିତ ହେଲା ମଧୁ। ଅଳ୍ପ ହସି ଦେଇ ଚାଲିଗଲା। ମଧୁ ଜଣେ ବିଜ୍ଞାନ ଗ୍ରାଜୁଏଟ୍ ଥିଲା, ଆଉ ଚନ୍ଦ୍ରିକା ପ୍ରଥମ ବର୍ଷ କଳା ଛାତ୍ରୀ। ଏ ବୟସରେ ପ୍ରେମ ଖୁବ୍ ଶୀଘ୍ର ବ୍ୟକ୍ତିକୁ କାବୁ କରିଦେଇଥାଏ। ମଧୁ ସାଙ୍ଗରେ କଥାବାର୍ତ୍ତା ହେଉନଥିଲେ ମଧ୍ୟ ପଡ଼ୋଶୀ ହୋଇଥିବା କାରଣରୁ କୁମାର ପୂର୍ଣ୍ଣମୀ ଘଟଣା ପରଠାରୁ ମଧୁ ସାଙ୍ଗରେ ଚନ୍ଦ୍ରିକାର ଯେତେବେଳେ ଦେଖା ସାକ୍ଷାତ ହେଉଥିଲା, ଚାରି ଆଖି ନୀରବରେ ଅନେକ କଥା ଗପୁଥିଲେ। ସ୍ୱଳ୍ପ ସମୟର ଅବଧି ମଧ୍ୟରେ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରି ପୁନର୍ବାର ନିଜ ଠିକଣାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ସମୟ ଗଡ଼ି ଚାଲିଲା। ଫେରିଗଲା ମଧୁ ତା ନିଜ ଠିକଣାକୁ। ତଥାପି ଚନ୍ଦ୍ରିକା କଥା ଭୁଲି ପାରୁନଥିଲା। ଚନ୍ଦ୍ରିକା ମଧ୍ୟ ଅବିକଳ ସେହି ପରିସ୍ଥିତି ଦେଇ ଗତି କରୁଥିଲା। ଅତୀତର କିଛିଟା ମଧୁମୟ ମୁହୂର୍ତ୍ତର ସ୍ମୃତିଚାରଣ କରୁ କରୁ ୟା ଭିତରେ କେତେବେଳେ ବର୍ଷେ ବିତି ଯାଇଥିଲା ଜଣାପଡ଼ିନଥିଲା। ପରବର୍ଷ କୁମାର ପୂର୍ଣ୍ଣମୀ ପାଇଁ ମଧୁ ପୁଣି ଲକ୍ଷ୍ମୀ ଖୁଡ଼ିଙ୍କ ଘରକୁ ପୁଣ୍ୟ ଭାର ନେଇ ଆସିଥିଲା। ଏଥର ମଧୁ ମନେ ମନେ ସଂକଳ୍ପ କରି ଆସିଥିଲା କି ଚନ୍ଦ୍ରିକାକୁ ତା ମନ କଥା କହିବ। ଚନ୍ଦ୍ରିକା ଯଦି ମଧୁକୁ ଗ୍ରହଣ କରିବ, ତେବେ ଦୁହେଁ କଳ୍ପନା କରିଥିବା ଭବିଷ୍ୟତକୁ ବାସ୍ତବ ରୂପରେଖ ଦେବା ପାଇଁ ପୁନେଇ ରାତିର ସେହି ଜ୍ୟୋତ୍ସ୍ନା ଭିଜା ବୃନ୍ଦାବତୀକୁ ସାକ୍ଷୀ ରଖି ଚଉରା ମୂଳରେ ସଂକଳ୍ପ କରିବେ। ପୂର୍ଣ୍ଣମୀ ଅପେକ୍ଷାରେ ଥିଲା ମଧୁ। ମଧୁ ଲକ୍ଷ୍ମୀ ଖୁଡ଼ିଙ୍କ ଘରକୁ ପୂର୍ଣ୍ଣମୀ ପୂର୍ବରୁ ଭାର ଧରି ନିଶ୍ଚୟ ଆସିବ ବୋଲି ଚନ୍ଦ୍ରିକା ଅନୁମାନ କରୁଥିଲା। ଆଉ ଭାବୁଥିଲା, ଯଦି ଏ ବର୍ଷ ପୂର୍ଣ୍ଣମୀରେ ମଧୁ ଆସନ୍ତି, ତେବେ ସେ ମଧୁ ସାମ୍ନାରେ ନିଜ ମନ କଥା ନିଚ୍ଛକ ବ୍ୟକ୍ତ କରି ତାକୁ ଜୀବନସାଥୀ କରିବା ପାଇଁ ଅଳି କରିବ। ମଧୁ ଆଉ ଚନ୍ଦ୍ରିକା ଖୁବ୍ ସୁନ୍ଦର ସଂଯୋଗ। ଏହାକୁ ଅଧିକ ମଧୁମୟ କରିବା ଅପେକ୍ଷାରେ ଥିବା ମଧୁ ଆଉ ଚନ୍ଦ୍ରିକା କୁମାର ପୂର୍ଣ୍ଣମୀ ଦିନ ଜ୍ୟୋତ୍ସ୍ନାସ୍ନାତ ବୃନ୍ଦାବତୀଙ୍କୁ ସାକ୍ଷୀ ରଖି ପ୍ରେମ ବନ୍ଧନରେ ଆବଦ୍ଧ ହେଲେ। ଚନ୍ଦ୍ରିକା ସମୟ ସୁଯୋଗ ଦେଖି ଲକ୍ଷ୍ମୀ ଖୁଡ଼ିଙ୍କ ଘରକୁ ଯାଉଥିଲା। ଘରେ କେହି ନଥିବା ବେଳେ ମଧୁ ଓ ଚନ୍ଦ୍ରିକା ଅନେକ କିଛି ଗପୁଥିଲେ। ଭବିଷ୍ୟତରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବା ଆଲୋଚନା ତନ୍ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଥିଲା। ସମ୍ପର୍କ କ୍ରମଶଃ ନିବିଡ଼ରୁ ନିବିଡ଼ତର ହେବାରେ ଲାଗିଲା। ଚନ୍ଦ୍ରିକାକୁ ଛାଡ଼ି ଗାଁକୁ ଫେରିଯିବା ପାଇଁ ମଧୁର ଇଚ୍ଛା ନଥିଲେ ମଧ୍ୟ ପିଉସୀ ଘରେ କେତେ ଦିନ ବା ରହିବ ଭାବନା ଗାଁକୁ ଫେରିଯିବା ପାଇଁ ମଧୁକୁ ବାଧ୍ୟ କରିଦେଇଥିଲା। ଫେରିଗଲା ମଧୁ। ଗାଁରେ ବିଭିନ୍ନ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ଘରୋଇ ଟ୍ୟୁସନ୍ ମଧ୍ୟ କରୁଥିଲା। ସମୟର ସ୍ରୋତରେ ୟା ଭିତରେ 3 ବର୍ଷ ବିତି ଯାଇଥିଲେ ମଧ୍ୟ ମଧୁ ସରକାରୀ ଚାକିରି ଖଣ୍ଡିଏ ପାଇପାରିନଥିଲା। ସେତେବେଳକୁ ଚନ୍ଦ୍ରିକାର ପରିବାର ସଦସ୍ୟମାନେ ଚନ୍ଦ୍ରିକାର ବିବାହ କାର୍ଯ୍ୟ ସମାପନ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଉତ୍ତମ ପାତ୍ରଟିଏ ଦେଖି ଚନ୍ଦ୍ରିକାକୁ ବିବାହ ଦେବା ପାଇଁ ବାପା ଓ ଭାଇ ବ୍ୟସ୍ତ ହେବା ଦେଖି ଚନ୍ଦ୍ରିକା ପରିସ୍ଥିତି ସମ୍ପର୍କରେ ମଧୁକୁ ଚିଠି ଦ୍ୱାରା ଅବଗତ କରାଇଲା। ଚନ୍ଦ୍ରିକାଠାରୁ ସମ୍ବାଦ ପ୍ରାପ୍ତ ହେବା ପରେ ମଧୁର ବ୍ୟସ୍ତତା ବଢ଼ିଯାଇଥିଲା। ମଧୁ ବେକାର। ଚାକିରି ଖଣ୍ଡିଏ ପାଇବା ପାଇଁ ଅହରହ ସଂଗ୍ରାମ ମଧ୍ୟ କରିଛି। ଅସଫଳ ବି ହେଇଛି। ଚନ୍ଦ୍ରିକାକୁ ବିବାହ କରିବା ପାଇଁ ଘରେ କେମିତି କହିବ ଚିନ୍ତା କରି ଏ କଥାଟାକୁ ବୋଉକୁ କହିଥିଲା। ବୋଉ ନଣନ୍ଦ ଲକ୍ଷ୍ମୀର ମଧ୍ୟସ୍ଥତାରେ ମଧୁର ପ୍ରସ୍ତାବ ଚନ୍ଦ୍ରିକାର ପରିବାର ସଦସ୍ୟଙ୍କୁ ଉପସ୍ଥାପନ କଲେ। ଲକ୍ଷ୍ମୀଠାରୁ ମଧୁ ବିଷୟରେ ଶୁଣି ସାରିବା ପରେ ଚନ୍ଦ୍ରିକାର ବାପା ଲକ୍ଷ୍ମୀଙ୍କୁ ପ୍ରଶ୍ନ କଲେ, ମଧୁ କ'ଣ କରେ? ସରକାରୀ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଛି, ଲକ୍ଷ୍ମୀ ଖୁଡ଼ିଙ୍କର ସଂକ୍ଷିପ୍ତ ଉତ୍ତର। ଚନ୍ଦ୍ରିକାର ବାପା ଅଳ୍ପ ହସି କହିଲେ, ମୂର୍ଖଟା, ଆଜିକାଲି ସରକାରୀ ଚାକିରି ଖଣ୍ଡିଏ ପାଇବା କାଠିକର ପାଠ। ଦେଖ ମୋ ପୁଅମାନଙ୍କୁ, ଅଳ୍ପ ପାଠୁଆ ହେଲେ ମଧ୍ୟ ବିଦେଶ ଯାଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଚନ୍ଦ୍ରିକାର ବର୍ତ୍ତମାନ ବିବାହ ବୟସ ଉପନୀତ ହେଲାଣି। ମଧୁ ଚାକିରି କରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରିବି ନାହିଁ। ଚନ୍ଦ୍ରିକା କ'ଣ ଏକଥା ଜାଣେ? ପ୍ରଶ୍ନ କରି ବାପା ଲକ୍ଷ୍ମୀ ଖୁଡ଼ିଠାରୁ ଉତ୍ତର ଅପେକ୍ଷାରେ ଥିଲେ। କବାଟ କୋଣରେ ଠିଆ ହୋଇ ଲକ୍ଷ୍ମୀ ଖୁଡ଼ି ଓ ବାପାଙ୍କ କଥୋପକଥନକୁ ଶୁଣୁଥିବା ଚନ୍ଦ୍ରିକା ଭଗବାନଙ୍କୁ ଡାକୁଥିଲା କି, ହେ ପ୍ରଭୁ, ଲକ୍ଷ୍ମୀ ଖୁଡ଼ି ଆଉ ଆମ ସମ୍ପର୍କ ବିଷୟରେ ଯେମିତି ବାପାଙ୍କୁ କିଛି କହି ନ ଦିଅନ୍ତୁ। ବାପା ଜାଣିଲେ ଯେ ମୋ ଅବସ୍ଥା କ'ଣ ହେବ ସେକଥା ଭଗବାନଙ୍କୁ ଜଣା। ଲକ୍ଷ୍ମୀ ଖୁଡ଼ି ନୀରବ ରହିବା ଲକ୍ଷ୍ୟ କରି ବାପା ବୋଉ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ କହିଲେ, ହଇଓ, ଶୁଣୁଛ, ଚନ୍ଦ୍ରିକାକୁ ନେଇ ମୋ ପାଖକୁ ଆସିଲ। ବୋଉ ଆସି ଚନ୍ଦ୍ରିକାକୁ ବାପାଙ୍କ ସାମ୍ନାକୁ ନେଇଗଲେ। ବାପା ପ୍ରଶ୍ନ କଲେ, ଚନ୍ଦ୍ରିକା, ତୁ କ'ଣ ମଧୁକୁ ଭଲ ପାଉ? ବାପାଙ୍କ ପ୍ରଶ୍ନରେ ଚନ୍ଦ୍ରିକା ଚେତାଶୂନ୍ୟ ହୋଇଯାଇଥିଲା। ବାପା, ବୋଉ ଓ ଲକ୍ଷ୍ମୀ ଖୁଡ଼ି ଚନ୍ଦ୍ରିକାର ଚେତାଶୂନ୍ୟ ମୁଖମଣ୍ଡଳରେ ଜଳସିଞ୍ଚନ କରି ଚନ୍ଦ୍ରିକାକୁ ଚେତନ ଅବସ୍ଥାକୁ ଫେରାଇ ଆଣିଲେ।
ଆଦରଣୀୟ କନ୍ୟାର ଏଭଳି ଅବସ୍ଥା ଦେଖି ବାପା ଲକ୍ଷ୍ମୀଖୁଡ଼ିଙ୍କ ଉଦ୍ଦେଶ୍ୟରେ କହିଲେ, ଯଦି ଚନ୍ଦ୍ରିକାକୁ ମଧୁ ସାଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଚାହୁଁଛ, ସରକାରୀ ଚାକିରି ପାଇଁ ଅପେକ୍ଷା ନ କରି ମୋ ପୁଅମାନଙ୍କ ଭଳି ବିଦେଶ ଯାଉ। ମୁଁ ତମକୁ 1 ବର୍ଷ ସମୟ ଦେଲି। ୟା ଭିତରେ ଯଦି ମଧୁ ରୋଜଗାରକ୍ଷମ ନ ହୁଏ, ତେବେ ମୁଁ ଚନ୍ଦ୍ରିକାର ବାହାଘର ଅନ୍ୟତ୍ର କରାଇଦେବି। ସମ୍ବାଦଟା ଲକ୍ଷ୍ମୀଖୁଡ଼ି ମଧୁ ପାଖକୁ ଚିଠି ଦ୍ୱାରା ପ୍ରେରଣ କଲେ। ବିଦେଶ ଯାତ୍ରା ପାଇଁ ମଧୁ ପାଖରେ ସମ୍ବଳ ନଥିଲା, ସୁତରାଂ ମଧୁ ଚିନ୍ତାଗ୍ରସ୍ତ ହେଲା। ଶୈଶବରୁ ବାପାଙ୍କୁ ହରେଇଥିବା ମଧୁ ବୋଉର ସ୍ନେହ ସୌହାର୍ଦ୍ଦ୍ୟରେ ଲାଳିତ ପାଳିତ। ପୁଅର ଦୁଃସ୍ଥିତିରେ କିଛି ଗୋଟାଏ କରିବା ପାଇଁ ପଡ଼ିବ ଚିନ୍ତା କରି ମଧୁର ବୋଉ ପୈତୃକ ସମ୍ପତ୍ତିର 1 ମାଣ ଜମି ବନ୍ଧକ ରଖି ପ୍ରାପ୍ତ ଅର୍ଥରେ ମଧୁକୁ ବିଦେଶ ଯିବା ପାଇଁ ସମସ୍ତ ବନ୍ଦୋବସ୍ତ କଲେ। ନିର୍ଦ୍ଧାରିତ ସମୟରେ ମଧୁ ବିଦେଶ ଯାତ୍ରା କଲା। ମନରେ ଅସରନ୍ତି ଆଶା। ସୁନ୍ଦର ଭବିଷ୍ୟତର ଖୁବ୍ ସୁନ୍ଦର ପରିକଳ୍ପନା କରି ମଧୁ କାମରେ ଲାଗିଗଲା। ଯାହା ରୋଜଗାର ହେଉଥିଲା ସେଥିରୁ କିଛି ଅର୍ଥ ଗାଁକୁ ପଠାଇ ଆଉ ବଳକାକୁ ସଞ୍ଚୟ କରି ରଖିଥିଲା। ଆଶା ଓ ବିଶ୍ୱାସ ଥିଲା, ଅଧିକ ସଞ୍ଚୟ କଲେ ଚନ୍ଦ୍ରିକାକୁ ଜୀବନସାଥୀ ରୂପେ ପାଇପାରିବ। ମଧୁର ବିଦେଶ ଯାତ୍ରା ସମ୍ବାଦ ପ୍ରାପ୍ତ ହେବାନ୍ତେ ଚନ୍ଦ୍ରିକା ମଧ୍ୟ ଅତ୍ୟନ୍ତ ଆନନ୍ଦିତା ହୋଇଥିଲା। ସମୟ ବଡ଼ ବିଚିତ୍ର। ପୂର୍ବ ନିର୍ଦ୍ଧାରିତ ଭବିଷ୍ୟକୁ ସାମ୍ନାକୁ ଆଣି ମଣିଷକୁ କେବେ କେବେ ପ୍ରାପ୍ତିର ଆନନ୍ଦରେ ଅଭ୍ରକଂଶ କରିଦେଇଥାଏ ତ ପୁଣି କେତେବେଳେ ଦୁଃଖର ପାହାଡ଼ ଲଦି ମଣିଷକୁ ତଳିତଳାନ୍ତ କରିବା ପାଇଁ ପଥ ପରିଷ୍କାର କରିଦେଇଥାଏ। ହଠାତ୍ ଦିନେ ଚନ୍ଦ୍ରିକା ବାପା ହୃଦ୍ଘାତର ଶିକାର ହେଲେ, ଆଉ ଆରପାରିକୁ ଚାଲିଗଲେ। ବାପାଙ୍କ ଦୁର୍ଦ୍ଦଶାରେ ଚନ୍ଦ୍ରିକା ଅତିମାତ୍ରାରେ ଆଘାତପ୍ରାପ୍ତ ହୋଇ କିଛି ଦିନ ପାଇଁ କୋମାକୁ ଚାଲିଯାଇଥିଲା। କୋମାରୁ ସ୍ୱାଭାବିକ ଅବସ୍ଥାକୁ ଫେରିବା ବେଳକୁ ଜଣାପଡ଼ିଲା, ଚନ୍ଦ୍ରିକାର ସର୍ବାଙ୍ଗ ଶରୀରରେ ଧବଳ ଛଉ ହୋଇଯାଇଛି। ପରିକଳ୍ପିତ ସୁନ୍ଦର ଭବିଷ୍ୟତ ଓ ମଧୁ ସାଙ୍ଗରେ ସଂସାର କରିବା ସ୍ୱପ୍ନ ସ୍ୱପ୍ନରେ ରହିଗଲା। ନିଜକୁ ବିକଳାଙ୍ଗ ମନେକରି ମଧୁ ଜୀବନରୁ ସବୁଦିନ ପାଇଁ ଦୂରେଇ ଯିବା ପାଇଁ ସ୍ଥିର କରି ରାଣ ନିୟମ ପକାଇ କଥାଟାକୁ ମଧୁଠାରୁ ଲୁଚେଇ ରଖିବା ପାଇଁ ଲକ୍ଷ୍ମୀଖୁଡ଼ିକୁ କହିଥିଲା। ଲକ୍ଷ୍ମୀଖୁଡ଼ି ମଧ୍ୟ ଚାହୁଁନଥିଲେ ଯେ ମଧୁ ଚନ୍ଦ୍ରିକା ଭଳି ଗୋଟିଏ ଧବଳ ଛଉରେ ଆକ୍ରାନ୍ତ ହୋଇଥିବା ଝିଅ ସାଙ୍ଗରେ ବିବାହ କରୁ। ସୁତରାଂ ଚିଠି ଦ୍ୱାରା ଚନ୍ଦ୍ରିକାକୁ ମଧୁ ଜଣାଇଦେଲା ଯେ ତା'ର ବାହାଘର ବାପା ଅନ୍ୟତ୍ର ସ୍ଥିର କରିଦେଇଛନ୍ତି। ତାକୁ ଅପେକ୍ଷା ନ କରି ମଧୁ ଅନ୍ୟତ୍ର ବିବାହ କରିବା ପାଇଁ ଚନ୍ଦ୍ରିକା ମଧୁକୁ ଅନୁରୋଧ କରିବାକୁ ମଧ୍ୟ ଭୁଲି ନଥିଲା। ଚନ୍ଦ୍ରିକାଠାରୁ ଏକ ଦୁଃଖଦ ଖବର ଶୁଣିବା ପରେ ମଧୁ ଯେ ଭାଙ୍ଗି ପଡ଼ିବ, ଏହା ନିଃସନ୍ଦେହ ଥିଲା। ସେହିଦିନଠାରୁ ମଧୁ କେବେ ମଧ୍ୟ ଆଉ ଲକ୍ଷ୍ମୀଖୁଡ଼ି ଘରକୁ ଆସୁନଥିଲା। ୟା ଭିତରେ ବର୍ଷ ପରେ ବର୍ଷ ବିତିଗଲାଣି। ଚନ୍ଦ୍ରିକାକୁ ସୁସ୍ଥ କରିବା ପାଇଁ ଚନ୍ଦ୍ରିକାର ବଡ଼ ଭାଇ ଚନ୍ଦ୍ରିକାକୁ ଚିକିତ୍ସା ପାଇଁ ମାସକୁ ଥରେ ସହରକୁ ନେଇଯାଆନ୍ତି। ତଥାପି ଚନ୍ଦ୍ରିକା ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ପ୍ରତି ମାସରେ ଚନ୍ଦ୍ରିକାକୁ ଷ୍ଟେସନରେ ଛାଡ଼ି ଯାଉଥିବା ଅଟୋବାଲା ସେଦିନ ମଧ୍ୟ ଭାଇଙ୍କ ଅନୁପସ୍ଥିତିରେ ଚନ୍ଦ୍ରିକାକୁ ନେଇ ଷ୍ଟେସନରେ ଆସିଥିଲା। ଚନ୍ଦ୍ରିକା ଏବେ ସୁସ୍ଥ ହୋଇ ଆସିଲାଣି। ଶରୀରରେ ଆଉ ଧବଳ ଛଉର ପ୍ରଶ୍ନ ନାହିଁ। ହେଲେ ଆଉ ସେ ଅତୀତ ତା ପାଖରେ ଆଜି ନାହିଁ, ଯାହା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲା। ହଠାତ୍ ଅତୀତଟା ଏଭଳି ଭାବରେ ସାମ୍ନାକୁ ଆସିଯିବ, ବିଶ୍ୱାସ ଚନ୍ଦ୍ରିକାର ନଥିଲା। ସେଦିନ ଅତୀତର ପୃଷ୍ଠା ଓଲଟାଉ ଓଲଟାଉ ଧାଇଁଗଲା ମଧୁ ଭଳି ଦିଶୁଥିବା ଯୁବକ ଜଣକ ପାଖକୁ। ଯୁବକ ଜଣକୁ ମହିଳାଙ୍କ ବାହୁ ବେଷ୍ଟନୀରୁ ଜୋର ଜବରଦସ୍ତ ଲୟ କରି ମଧୁ ମଧୁ କହି ଯୁବକଙ୍କର ଭଲମନ୍ଦ ବୁଝିବା ଆରମ୍ଭ କରିଦେଇଥିଲା। ଯୁବକ ଜଣକ ଆଶ୍ଚର୍ଯ୍ୟଚକିତ ହୋଇ ଚନ୍ଦ୍ରିକା ଉଦ୍ଦେଶ୍ୟରେ କହିଲେ, ଆପଣ କିଏ? ସ୍ତବ୍ଧ ହୋଇଗଲା ଚନ୍ଦ୍ରିକା। ପାଗଳୀ ପ୍ରାୟ କହିଲା, ମୁଁ ତମ ଚନ୍ଦ୍ରିକା ମଧୁ, ମୁଁ ତମ ଚନ୍ଦ୍ରିକା। ତମେ କ'ଣ ମୋତେ ଚିହ୍ନି ପାରୁନ? ନାଇଁ ଆଣ୍ଟି, ମୁଁ ମଧୁ ନୁହେଁ, ତାଙ୍କ ପୁଅ ସୁମନ। ତମେ ଯଦି ସୁମନ, ତେବେ ମଧୁ କାହାନ୍ତି? ଚନ୍ଦ୍ରିକା ବନ୍ଧନରୁ ନିଜକୁ ମୁକ୍ତ କରି ଚାଲି ଯାଉଥିବା ସୁମନ କହୁଥିଲା, ଏବେ ସେ ଶଯ୍ୟାଶାୟୀ। ଟ୍ରେନ୍ ଆକ୍ସିଡେଣ୍ଟରେ ଗତ କିଛି ବର୍ଷ ତଳେ ତାଙ୍କର ଗୋଡ଼ କଟିଯାଇଛି। ଅବିକଳ ମଧୁର ଚେହେରା ସାଙ୍ଗରେ ମିଶି ଯାଉଥିବା ଚେହେରାଟା ଯେ ମଧୁ ନୁହେଁ, ସେ କଥା ଭାବପ୍ରବଣ ବଶତଃ ଚନ୍ଦ୍ରିକା ବୁଝିପାରୁନଥିଲା। ମୁଖମଣ୍ଡଳକୁ ଓଢ଼ଣା ଦ୍ୱାରା ଯଥାସମ୍ଭବ ଆବୃତ କରି ଟ୍ରେନ୍ ଫାଟକ ନିକଟରେ ଦଣ୍ଡାୟମାନ ଯୁବକ ନିକଟକୁ ଯାଇ ମଧୁ ମଧୁ କହି ପ୍ରଶ୍ନିଳ ନୟନରେ ଯୁବକକୁ ଚାହିଁ ରହିଲା। ଚନ୍ଦ୍ରିକାର ଏଭଳି ଆଚରଣରେ ଯୁବକ ଆଶ୍ଚର୍ଯ୍ୟଚକିତ ହୋଇ ପ୍ରଶ୍ନ କଲେ, କିଏ ଆପଣ? ମୁଁ ମଧୁ ନୁହେଁ, ତାଙ୍କ ପୁଅ ସୁମନ। ଆପଣ ମୋ ବାପାଙ୍କୁ ଜାଣନ୍ତି କି? ସୁମନର ସ୍ପଷ୍ଟୋକ୍ତି ପରେ ମଧ୍ୟ ସତ୍ୟକୁ ଚନ୍ଦ୍ରିକା ସହଜରେ ଗ୍ରହଣ କରିପାରୁନଥିଲା। ତମେ ମିଛ କହୁଛ, ତମେ ହିଁ ମଧୁ, ବାରମ୍ବାର କହି ଚାଲିଥିଲା ଚନ୍ଦ୍ରିକା। ୟା ଭିତରେ ଟ୍ରେନ୍ଟି ଷ୍ଟେସନ ଛାଡ଼ି ଦେଇଥିଲା। ଚନ୍ଦ୍ରିକାର ଏଭଳି ବ୍ୟବହାରରେ ଯୁବକ ବାମ ହାତରେ ଚନ୍ଦ୍ରିକା ଓ ଦକ୍ଷିଣ ହସ୍ତରେ କାଚ ବନ୍ଧେଇ ଏକ ପେଣ୍ଟିଂକୁ ଧରି ଷ୍ଟେସନରେ ଯାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବେଞ୍ଚ ନିକଟକୁ ଅଗ୍ରସର ହେଲେ। ଯୁବକକୁ ସାଙ୍ଗରେ ନେଇଯିବା ପାଇଁ ଆସିଥିବା ଭଦ୍ରମହିଳା ଯୁବକଙ୍କୁ ଅନୁସରଣ କଲେ। ବେଞ୍ଚ ନିକଟରେ ପହଞ୍ଚିବା ପରେ ପେଣ୍ଟିଂକୁ ବେଞ୍ଚ ଉପରେ ରଖିଦେଇ ଚନ୍ଦ୍ରିକାକୁ ବୁଝାଇବା ପାଇଁ ପ୍ରୟାସ କଲେ, କାରଣ ଚନ୍ଦ୍ରିକାର ବ୍ୟବହାର ତାଙ୍କୁ ମାନସିକ ବିକାରଗ୍ରସ୍ତ ଭଳି ଅନୁଭୂତ ହେଉଥିଲା। ଯୁବକ ବେଞ୍ଚ ଉପରେ ରଖିଥିବା କାଚ ବନ୍ଧେଇ ପେଣ୍ଟିଂ ଉପରେ ଚନ୍ଦ୍ରିକାର ନଜର ପଡ଼ିବା ମାତ୍ରେ ପେଣ୍ଟିଂକୁ ଦେଖି ଚନ୍ଦ୍ରିକା ଆଶ୍ଚର୍ଯ୍ୟଚକିତ ହୋଇଥିଲା। ଫଟୋରେ ଶୀର୍ଷକ ଥିଲା ଅବିକଳ ତମେ, ତଳେ ଲେଖା ଥିଲା ଚନ୍ଦ୍ରିକା, ଏବଂ ଫଟୋଟି ସତେ ଯେମିତି ଚନ୍ଦ୍ରିକାର ଚେହେରାର ଅବିକଳ ନକଲ ଥିଲା।
ଯୁବକ କିଛି କହିବା ପୂର୍ବରୁ ଚନ୍ଦ୍ରିକା ଯୁବକଙ୍କୁ ପ୍ରଶ୍ନ କଲା, ଏ ପେଣ୍ଟିଂ କିଏ କରିଛି? ମୋ ବାପା, ସୁମନ ଉତ୍ତର ଦେଲା। ଚନ୍ଦ୍ରିକା ପେଣ୍ଟିଂଟିକୁ ଦେଖି ଏତେ ମାତ୍ରାରେ ପ୍ରଭାବିତ ହୋଇଯାଇଥିଲା ଯେ କେତେବେଳେ ମୁଖାବୃତ ଓଢ଼ଣୀଟି ଖସି ଯାଇଥିଲା ସେ ଜାଣିନଥିଲା। ପେଣ୍ଟିଂରେ ଥିବା ମହିଳାର କେଶ, ଯେଉଁଭଳି ଭାବରେ ସ୍ୱଳ୍ପପକ୍ୱ, ମୁଖମଣ୍ଡଳରେ ବୟସର ଛିଟା, ସବୁକିଛି ଚନ୍ଦ୍ରିକା ସାଙ୍ଗରେ ମିଶି ଯାଉଥିବା ଦେଖି ସୁମନ ଚନ୍ଦ୍ରିକାକୁ ପ୍ରଶ୍ନ କଲା, ଆପଣ ଚନ୍ଦ୍ରିକା ଆଣ୍ଟି ନା? ଯୁବକ ଏତେ ଶୀଘ୍ର ପ୍ରଶ୍ନ କରିଥିଲେ ଯେ ମୁଖମଣ୍ଡଳକୁ ପୁନର୍ବାର ଆବୃତ କରିବା ପାଇଁ ଚନ୍ଦ୍ରିକା ସମୟ ପାଇନଥିଲା। ଅସଜଡ଼ା ସ୍ୱରରେ ଯୁବକଙ୍କୁ ଚନ୍ଦ୍ରିକା ପ୍ରଶ୍ନ କଲା, ଏ ଫଟୋର ଜନକ କିଏ? ଚନ୍ଦ୍ରିକା କିଛି କହିବା ପୂର୍ବରୁ ଯୁବକଙ୍କ ସାଙ୍ଗରେ ଥିବା ମହିଳା ଚନ୍ଦ୍ରିକାର ହାତ ଦୁଇଟିକୁ ଧରି ପକାଇ କହିଲେ, ଭଉଣୀ, ଦୟାପରବଶ ହୋଇ ତମେ ଯଦି ମୋ ସାଙ୍ଗରେ ଆମ ଘରକୁ ଆସନ୍ତ, ତେବେ ଏ ଫଟୋର ଜନକ କିଏ ମୁଁ ତମକୁ ଦେଖାଇ ଦିଅନ୍ତି। ଜଣେ ଅପରିଚିତାଙ୍କ ଅନୁରୋଧକ୍ରମେ ତାଙ୍କ ସାଙ୍ଗରେ ଗୋଟିଏ ଅଜଣା ସ୍ଥାନକୁ ଯିବା ପାଇଁ ଚନ୍ଦ୍ରିକାର ଇଚ୍ଛା କି ଆଗ୍ରହ ନଥିଲେ ମଧ୍ୟ କୌତୂହଳବଶତଃ ପେଣ୍ଟିଂର ସ୍ରଷ୍ଟାଙ୍କୁ ଦେଖିବା ପାଇଁ ମହିଳାଙ୍କ ପ୍ରସ୍ତାବରେ ଚନ୍ଦ୍ରିକା ସମ୍ମତି ପ୍ରଦାନ କରିଥିଲା। ଯିବା ପୂର୍ବରୁ ତାଙ୍କୁ ଫେରିଯିବା ପାଇଁ ପଡ଼ିବ ସର୍ତ୍ତ ମଧ୍ୟ ରଖିଥିଲା ଚନ୍ଦ୍ରିକା। ସବୁକିଛି ପୂର୍ବ ନିର୍ଦ୍ଧାରିତ। ସ୍ୱପ୍ନଠାରୁ ଆରମ୍ଭ କରି ସ୍ୱପ୍ନଭଙ୍ଗ ପର୍ଯ୍ୟନ୍ତ କିଛି ବି ମନୁଷ୍ୟକୃତ ନୁହେଁ। ଚନ୍ଦ୍ରିକା ସେମାନଙ୍କ ସାଙ୍ଗରେ ଏକ ଅଟୋରିକ୍ସାରେ ବସି ସେମାନଙ୍କ ଗାଁରେ ଯାଇ ପହଞ୍ଚି ଯାଇଥିଲା। ମଧ୍ୟବିତ୍ତ ପରିବାରର ପରିବେଶ। ଘରର ଅଗ୍ରଭାଗଟି ଛାତ ଏବଂ ପଶ୍ଚାତ ଭାଗଟି ଚାଳ ଛାଉଣି। ଆଗେ ଆଗେ ଯୁବକ, ମଝିରେ ଚନ୍ଦ୍ରିକା ଓ ପଛରେ ମହିଳା ଧୀର ପଦକ୍ଷେପରେ ଘର ଭିତରକୁ ପ୍ରବେଶ କଲେ। ଭିତରୁ ଜଣେ ପୁରୁଷର ପ୍ରଶ୍ନିଳ କଣ୍ଠସ୍ୱର ଭାସି ଆସିଲା, ପୁଅ, ଫଟୋଟା ବନ୍ଧେଇ ଦେଇଛୁ ତ? କଣ୍ଠସ୍ୱର ଚନ୍ଦ୍ରିକାକୁ ଚିହ୍ନା ଚିହ୍ନା ଲାଗୁଥିଲା। ଚନ୍ଦ୍ରିକା ଏରୁଣ୍ଡି ଡେଇଁ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା। ପୁନର୍ବାର ସେହି ଚିହ୍ନା ସ୍ୱର କହୁଥିଲା, ପୁଅ, ତମ ସାଙ୍ଗରେ ଆଉ କିଏ ଆସିଛନ୍ତି କି? ଆଗକୁ ବଢ଼ୁଥିବା ଚନ୍ଦ୍ରିକାର ଚରଣ ଯୁଗଳ କିଛି କ୍ଷଣ ପାଇଁ ଅଟକି ଗଲେ। କିଏ ସେହି ପୁରୁଷ ଯିଏ ନ ଦେଖିବି ତୃତୀୟ ବ୍ୟକ୍ତିର ଉପସ୍ଥିତିକୁ ଆକଳନ କରିପାରେ? ଚନ୍ଦ୍ରିକା ଅଟକି ଯିବା ଦେଖି ଚନ୍ଦ୍ରିକାର ହାତ ଧରି ଦ୍ୱିତୀୟ କକ୍ଷକୁ ନେଇଯାଇଥିଲା ସୁମନ। ଗୃହର ତୃତୀୟ କକ୍ଷର କାନ୍ଥକୁ ଲାଗି ପଡ଼ିଥିବା ପଲଙ୍କ ଉପରେ ଜଣେ ଜୀର୍ଣ୍ଣଶୀର୍ଣ୍ଣ ପୁରୁଷ ଶୋଇ ରହିଥିଲେ। ଚକ୍ଷୁ କୋଟରାଗତ, ସମ୍ପୂର୍ଣ୍ଣ ଶରୀର ଅସ୍ଥି କଙ୍କାଳମୟ, ସତେ ଯେମିତି ବର୍ଷ ବର୍ଷ ଧରି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି। ପଲଙ୍କର ଅପର ପାର୍ଶ୍ୱରେ କିଛି ତୁଳି ଏବଂ ରଙ୍ଗ ଗିନାଟିଏ ରଖାଯାଇଥିଲା। ଅନେକ ଅର୍ଦ୍ଧ ଅଙ୍କିତ ପେଣ୍ଟିଂ ତୁଳି ପାଖରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲେ। ଚନ୍ଦ୍ରିକା ଅନୁମାନ କଲା କି ବୋଧହୁଏ ଉକ୍ତ ପେଣ୍ଟିଂଟି ଅବିକଳ ଆଙ୍କିବା ପାଇଁ ଚିତ୍ରକରଙ୍କର ଏତେ ସବୁ ପ୍ରୟାସ। ସୁମନ ହାତରୁ ଫଟୋଟି ନେଇ ଚନ୍ଦ୍ରିକାକୁ ଦେଖି ପଲଙ୍କ ଉପରେ ପଡ଼ିଥିବା ନରକଙ୍କାଳ ହଠାତ୍ ଉଠିପଡ଼ି କହିଲେ, ମୁଁ ଜାଣିଥିଲି ତମେ ଦିନେ ନା ଦିନେ ମୋ ପାଖକୁ ଫେରି ଆସିବ। ଦେଖ, ବହୁ ସମୟ ଅପଚୟ କରି ମୁଁ ତମର ପେଣ୍ଟିଂଟା କରିଛି। ଏଇଟା ଅବିକଳ ତମ ପରି ଦିଶୁଛି ନା? ମୁଣ୍ଡ ହଲେଇ ସମ୍ମତି ପ୍ରଦାନ କରି ଚନ୍ଦ୍ରିକା ପ୍ରଶ୍ନ କଲା, ମୋତେ ଧବଳ ଛଉ ହୋଇଛି ବୋଲି ତମେ କ'ଣ ଜାଣିଥିଲ? ବିନା ଉପକ୍ରମରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲା ଚନ୍ଦ୍ରିକା। ଚନ୍ଦ୍ରିକା ଉପସ୍ଥିତିରେ କି ଯାଦୁ ଥିଲା କେଜାଣି ଦୀର୍ଘ ବର୍ଷ ହେବ ଶଯ୍ୟାଶାୟୀ ମଧୁ ପଲଙ୍କ ଉପରେ ଉଠି ବସିଲା। ସୁମନ ଓ ଶାନ୍ତି ଆଶ୍ଚର୍ଯ୍ୟଚକିତ ହେଲେ। ଚନ୍ଦ୍ରିକାର ଉପସ୍ଥିତି ଯେ ବାପାଙ୍କ ମନୋବଳକୁ ବୃଦ୍ଧି କରିଦେଇଛି ଚିନ୍ତା କରି ସୁମନ ମଧୁ ଉଦ୍ଦେଶ୍ୟରେ କହିଥିଲା, ବାପା, ଚନ୍ଦ୍ରିକା ଆଣ୍ଟିଙ୍କ ସାଙ୍ଗରେ ସାକ୍ଷାତ କରାଇଦେବି ବୋଲି ମୁଁ ତମକୁ ପ୍ରତିଶ୍ରୁତି ଦେଇଥିଲି ନା? ଆଜି ମୁଁ ମୋ ପ୍ରତିଶ୍ରୁତି ରକ୍ଷା କରିଛି। କୃତଜ୍ଞତା ଆଉ ସମର୍ପଣ ଭାବ ମଧୁର ଚକ୍ଷୁରୁ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା। ଚନ୍ଦ୍ରିକାର ହାତ ଦୁଇଟିକୁ ଧରି ପକାଇ ମଧୁ କହିଲା, ତମେ ମୋ ପାଖରେ ରହିଯାଅ ଚନ୍ଦ୍ରିକା। ବୋଧହୁଏ ସୁମନ ଓ ଶାନ୍ତି ସେୟା ହିଁ ଚାହୁଁଥିଲେ। ଚନ୍ଦ୍ରିକା ଏବେ ବୁଝିଯାଇଥିଲା ଯେ ମଧୁ ବିବାହିତ, ଆଉ ଶାନ୍ତି ଓ ସୁମନକୁ ନେଇ ତାର ଛୋଟ ସଂସାର। ଶାନ୍ତି ଚନ୍ଦ୍ରିକା ଉଦ୍ଦେଶ୍ୟରେ କହିଥିଲା, ଭଉଣୀ, ଆମ ବାହାଘର ପର୍ଯ୍ୟନ୍ତ ମଧୁ ଜାଣିନଥିଲି ଯେ ତମେ ବାପାଙ୍କ ମୃତ୍ୟୁ ପରେ ବରଂ ମାନସିକ ଚାପରେ ରହି ଧବଳ ଛଉର ଶିକାର ହୋଇଥିଲ। ବାହାଘର ପରେ ମଧୁ ମୋତେ ସବୁ କଥା କହିଥିଲେ। ତମେ ପଙ୍ଗୁ ହେବା କଥା ମିଥ୍ୟା ସମ୍ବାଦ ପ୍ରାପ୍ତ ହେବା ପରେ ସେ ବି ତମକୁ ବିବାହ କରିବା ପାଇଁ ଆଗ୍ରହୀ ଥିଲେ, କିନ୍ତୁ ସେ କଥା ତମେ କରେଇ ଦେଇନଥିଲ। ତମ ଭାଇମାନେ କହିଥିଲେ କି ତମେ ବିବାହ କରିବା ପାଇଁ ଇଚ୍ଛା କରୁନ। ଭାଙ୍ଗି ପଡ଼ିଲେ ମଧୁ, କିନ୍ତୁ ପରିବାରର ଏକମାତ୍ର ସନ୍ତାନ ହୋଇଥିବା କାରଣରୁ ମାଆଙ୍କ ଚାପରେ ସେ ମୋତେ ବିବାହ କଲେ। ଚତୁର୍ଥୀ ରାତିରେ ସେ ମୋତେ ତମ ବିଷୟରେ ସବୁ କଥା କହିଛନ୍ତି। କୁମାର ପୂର୍ଣ୍ଣମୀର ସେହି ଜହ୍ନରାତି, ସ୍ୱପ୍ନ ଆଉ ସ୍ୱପ୍ନଭଙ୍ଗ ନିଚ୍ଛକ ଭାବରେ ସେ ମୋ ସାମ୍ନାରେ ଉପସ୍ଥାପନ କରିଥିଲେ। ତାଙ୍କର ନିଷ୍କପଟ ମନଟାକୁ ମୁଁ ଖୁବ୍ ଶୀଘ୍ର ଆପଣେଇ ନେଇଥିଲି। ବାହାଘରର 2 ବର୍ଷ ପରେ ଆମ ପୁଅ ସୁମନର ଜନ୍ମ। ସୁମନର 21କୁ ଲକ୍ଷ୍ମୀ ଅପା ଉତ୍ସବରେ ଯୋଗ ଦେବା ପାଇଁ ଆସି ତମେ ପଙ୍ଗୁ ନୁହଁ, ବରଂ ତମକୁ ଧବଳ ଛଉ ହେଇଛି, ଆଉ ସେହି କାରଣରୁ ତମେ ମଧୁ ଜୀବନରୁ ଦୂରେଇ ଯାଇଛ ବୋଲି ମଧୁଙ୍କୁ କହିବା ପରେ ସେହିଦିନ ସାରା ଘରଟା ଯେତେବେଳେ ଉତ୍ସବମୁଖର ହୋଇଥିଲା, ସେତେବେଳେ ମଧୁ ପକ୍ଷାଘାତର ଶିକାର ହୋଇ ଘରର ଗୋଟିଏ କୋଣରେ ପଡ଼ି ରହିଥିଲେ। ତାଙ୍କର ଚିକିତ୍ସା ପାଇଁ ଆମେ ଅନେକ ସେବା ଯତ୍ନ କଲୁ, ହେଲେ ସବୁ ବିଫଳ। ମାନସିକ ରୋଗୀର ଚିକିତ୍ସା କଷ୍ଟସାଧ୍ୟ ହୋଇଥାଏ। ସେହିଦିନଠାରୁ ସେ ଏହି ପଲଙ୍କ ଉପରେ ପଡ଼ି ରହିଛନ୍ତି। ଜୀବନର ଚଲାପଥରେ କେବେ ନା କେବେ ତମ ସାଙ୍ଗରେ ତାଙ୍କୁ ଦେଖା କରାଇ ଦେବା ପାଇଁ ମୁଁ କଥା ଦେଇ ତମର ଏକ ପେଣ୍ଟିଂ କରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରିଥିଲି। କାରଣ
ଆଗରୁ ମୁଁ ତମକୁ କେବେ ଦେଖି ଜାଣିନଥିଲି। ଅନେକ ଚେଷ୍ଟା ବିଫଳ ଏବଂ ପରେ ଏହି ପେଣ୍ଟିଂ ହେଉଛି ତାଙ୍କର ସଫଳ କଳାକୃତି। ଫଟୋଟିକୁ ଏକ ପ୍ରତିଯୋଗିତାକୁ ନେଇ 2 ଦିନ ହେଲା ପୁଅ ସୁମନ ଯାଇଥିଲା। ଆଉ ଦୈବାତ୍ ତମ ସାଙ୍ଗରେ ଆମର ଦେଖା। ସବୁଠାରୁ ଖୁସିର କଥା କ'ଣ ଜାଣିଛ ଭଉଣୀ? ଏ ପେଣ୍ଟିଂଟା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଅର୍ଥ ଉପାର୍ଜନ ପାଇଁ ପେଣ୍ଟିଂକୁ ପ୍ରତିଯୋଗିତାକୁ ନିଆଯାଇନଥିଲା। ମଧୁ କହୁଥିଲେ ତମେ ଉତ୍କୃଷ୍ଟ ଧରଣର ପେଣ୍ଟିଂ କର। କାଳେ ସେହି ପ୍ରତିଯୋଗିତାକୁ ତମେ ତମ ପେଣ୍ଟିଂ ନେଇ ଆସିଥିବ ଏବଂ ତମ ସାଙ୍ଗରେ ଦେଖାହେଲେ ତମକୁ ଘରକୁ ଆଣି ମଧୁକୁ ଦେଇଥିବା ପ୍ରତିଶ୍ରୁତି ମୁଁ ରକ୍ଷା କରିପାରିବି ଚିନ୍ତାଧାରା ଆମକୁ ଏହି ନିଷ୍ପତ୍ତିରେ ଉପନୀତ କରାଇଥିଲା। ଚନ୍ଦ୍ରିକାର ଓଷ୍ଠଧାରେ ସ୍ମିତ ହସଟିଏ ଉକୁଟି ଉଠିଥିଲା। ଷ୍ଟେସନରୁ ସୁମନ ଓ ଶାନ୍ତି ସାଙ୍ଗରେ ସେମାନଙ୍କ ଘରକୁ ଆସିବା ବେଳେ ଫେରିଯିବା ପାଇଁ ଚନ୍ଦ୍ରିକା ସର୍ତ୍ତ ରଖିଥିଲା। ସୁତରାଂ ମୋତେ ଫେରିଯିବା ପାଇଁ ପଡ଼ିବ ବୋଲି ଚନ୍ଦ୍ରିକା ଅନୁମତି ଭିକ୍ଷା କରିବା ବେଳେ ଶାନ୍ତି ଓ ସୁମନ ତାକୁ ଅଟକାଇ ନଥିଲେ। ଚନ୍ଦ୍ରିକା ଫେରିଯାଉ ସେ କଥା ମଧୁ ଚାହୁଁନଥିଲା। ସେ ବିବାହିତ। କେଉଁ ଅଧିକାରରେ ସେ ଚନ୍ଦ୍ରିକାକୁ ଅଟକାଇବ? କି ପରିଚୟରେ ଚନ୍ଦ୍ରିକା ତା ପାଖରେ ରହିବ ଇତ୍ୟାଦି ଅନେକ ପ୍ରଶ୍ନରେ ମଧୁ ଛନ୍ଦି ହୋଇଯାଉଥିଲା। କୌଣସି ପରିସ୍ଥିତିର ସତ୍ୟାସତ୍ୟ ଅନୁଧ୍ୟାନ ନ କରି ନିଷ୍ପତ୍ତିରେ ଉପନୀତ ହେବା ମଣିଷପଣିଆ ନୁହେଁ ବୋଲି ମଧୁ ଭାବୁଥିଲା। ଶାନ୍ତି ସାଙ୍ଗରେ ଘର ସଂସାର କରିବା ପୂର୍ବରୁ ଥରୁଟିଏ ଯଦି ଯାଇ ଚନ୍ଦ୍ରିକାକୁ ଦେଖି ଆସିଥାନ୍ତା ତେବେ ଏତେ ବଡ଼ ଅନର୍ଥ ହୋଇନଥାନ୍ତା। ଏବେ ଆଉ ସେ ସମୟ ନାହିଁ। ସମୟ ପଛକୁ ଫେରିଯିବାର ପ୍ରଶ୍ନ ଉଠୁନାହିଁ। ଚନ୍ଦ୍ରିକା ଫେରିଯିବ, ଏହା ହିଁ ସତ୍ୟ। ଆଉ ଏହି ନିଷ୍ଠୁର ସତ୍ୟକୁ ସମସ୍ତଙ୍କୁ ମାନି ନେବା ପାଇଁ ପଡ଼ିବ। ଯାହାର ବିକଳ୍ପ ନାହିଁ ତାକୁ ପରିବର୍ତ୍ତନ କରିବା ଆସ୍ପର୍ଦ୍ଧା ଦୁର୍ବାର ହୋଇଥାଏ। ଯାହାର ଉପସ୍ଥିତି ଜଣେ ପଙ୍ଗୁକୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରି ଜଣେ ସୁସ୍ଥ ମଣିଷ କରିଦିଏ, ସେ ବ୍ୟକ୍ତି ଯେ ସେ ପଙ୍ଗୁ ଜୀବନରେ କେତେ ପ୍ରଧାନ ସେ କଥା ବୁଝିବା ପାଇଁ ଶାନ୍ତି ଓ ସୁମନକୁ ଆଉ ବେଶୀ ବିଳମ୍ବ ହୋଇନଥିଲା। ସମସ୍ତଙ୍କୁ କୃତଜ୍ଞତା ଜଣାଇ ଫେରିଯାଇଥିଲା ଚନ୍ଦ୍ରିକା। ତୃତୀୟ କକ୍ଷରୁ ଦ୍ୱିତୀୟ, ପରେ ପ୍ରଥମ ଓ ସର୍ବଶେଷରେ ଦାଣ୍ଡପିଣ୍ଡାରେ ପାଦ ଥାପିଲା ଚନ୍ଦ୍ରିକା। ଚନ୍ଦ୍ରିକାର ଉପସ୍ଥିତି ମଧୁକୁ ଶକ୍ତ କରିଦେଇଥିଲା। ତା ଦେହରେ ଏତେ ଶକ୍ତି ସଞ୍ଚୟ ହୋଇଥିଲା ଯେ ଚନ୍ଦ୍ରିକା ପଛେ ପଛେ ମଧୁ ଦାଣ୍ଡଘର ପର୍ଯ୍ୟନ୍ତ ଚାଲିଯାଇଥିଲା। ତୃତୀୟ ବଖରାରେ ଶାନ୍ତି ଓ ସୁମନ, ଦାଣ୍ଡଘରେ ମଧୁ ଓ ଦାଣ୍ଡପିଣ୍ଡାରେ ଚନ୍ଦ୍ରିକା। ଶେଷ ଥର ପାଇଁ ଚନ୍ଦ୍ରିକା ପଛକୁ ବୁଲି ଚାହିଁଲା। କଙ୍କାଳସାର ମଧୁ ତାକୁ ବିଗତ ଦିନର ସେହି ସୌମ୍ୟ ସୁନ୍ଦର ଯୁବକଟି ଭଳି ପ୍ରତୀୟମାନ ହେଉଥିଲା। କେବଳ ଅତୀତ ଆଉ ବର୍ତ୍ତମାନ ଭିତରେ ଏତିକି ତଫାତ୍ ଥିଲା କି ସଦା ଚଳଚଞ୍ଚଳ ମଧୁର ଚକ୍ଷୁଦ୍ୱୟରେ ସାଗରେ ଅଶ୍ରୁ ଜମାଟ ବାନ୍ଧି ହିମରେ ରୂପାନ୍ତର ହୋଇଯାଇଥିଲେ। ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ମଧୁ ଆଜି ନିଃସ୍ୱ। ଅଧିକ ସମୟ ସେଠାରେ ଉପସ୍ଥିତ ହେଲେ ମଧୁ ଅଧିକ କଷ୍ଟ ଅନୁଭବ କରିବ ଚିନ୍ତା କରି ଚନ୍ଦ୍ରିକା ଝଡ଼ ବେଗରେ ସେ ସ୍ଥାନ ପରିତ୍ୟାଗ କଲା। ମଧୁ ଘରଠାରୁ ଷ୍ଟେସନ ଯାଏଁ ପ୍ରାୟ 3 କିଲୋମିଟର ଦୂର। ଚିକିତ୍ସା ପାଇଁ ଷ୍ଟେସନକୁ ଯାଇ ଟ୍ରେନ୍ ଧରି ଚନ୍ଦ୍ରିକାକୁ ସହରକୁ ଯିବାକୁ ପଡ଼ିବ। ଉଦ୍ଦିଷ୍ଟ ଟ୍ରେନ୍ଟି 3 ଘଣ୍ଟା ବିଳମ୍ବରେ ଗତି କରୁଥିଲା। ଆଉ ଥିବ କି ନାହିଁ ଜଣାନାହିଁ। କ୍ଷିପ୍ର ଗତିରେ ଷ୍ଟେସନାଭିମୁଖୀ ହେବାବେଳେ ଚନ୍ଦ୍ରିକା ଅନୁଭବ କରୁଥିଲା ସତେ ଯେମିତି ତା ଶରୀରରେ ଥିବା ଧବଳ ଛଉ କ୍ରମଶଃ ଝାପ୍ସା ହୋଇ ଆସୁଛି। ଷ୍ଟେସନକୁ ନ ଯାଇ ଚନ୍ଦ୍ରିକା ଗୃହାଭିମୁଖୀ ହେଲା।